ସକାଳୁ ସକାଳୁ ଗାଧେଇ ପାଧେଇ ବାହାରି ପଡିଥିଲୁ ଶିବ ମନ୍ଦିର। ହଁ ଆଜ୍ଞା, ଆଜି ହଉଛି ପବିତ୍ର ମହାଶିବରାତ୍ରି। ଆଜି ଭଳିଆ ଦିନରେ ଯଦି ସକାଳୁ ମନ୍ଦିର ନ ଯିବ ଆଉ କୁଆଡେ ଯିବ ଭାଇ? ସେଇ କଥାକୁ ପାଖରେ ରଖି ଆମେ ବାହାରି ପଡିଥିଲୁ ମନ୍ଦିର। ମନ୍ଦିରରେ ପହଞ୍ଚି ବାବାଙ୍କ ଦର୍ଶନ କରି ଭଲସେ ଆମେ ବାହାରି ପଡିଥିଲୁ ଟିକେ ବୁଲାବୁଲି କରିବା ଯିବା ପୂର୍ବରୁ। ତା ପୂର୍ବରୁ ଦେଖିଦିଅ ଆମ ମନ୍ଦିର ଏଇଟା କୋଉ ମନ୍ଦିର, ଯେମିତି କମେଣ୍ଟରେ କହିବ। ତ ମନ୍ଦିର ଦର୍ଶନ କରି ଆମେ ବାହାରିଥିଲୁ କାକଟପୁର ମା ମଙ୍ଗଳାଙ୍କ ଦର୍ଶନ ଲାଗି। ତ ଏତେ ବାଟ ଯେହେତୁ ଯାଉଛୁ ସେଇପଟେ ଯିବୁ କୁଆଡେ ବୁଲାବୁଲି କରିବୁ। ମା ମଙ୍ଗଳାଙ୍କ ପାଖରେ ରହିକି ଭଲସେ ବୁଲାବୁଲି କରିକି ମା ମଙ୍ଗଳାଙ୍କ ଦର୍ଶନ କରିକି ଆସି ପହଞ୍ଚିଲୁ ଗାଁରେ। ଆଉ ଗାଁରେ ଆସି ପହଞ୍ଚି ତ ମୋ ସାଙ୍ଗ କହିଲା ଆଜି ଯିବା ଟିକେ ଚାରଛଅ କଣ କାମ ଅଛି। ତା ସହିତ ସେଇ ଚାରଛଅରେ ପହଞ୍ଚିଛି ତ ଗାଁକୁ ଆସି ରିଟର୍ନ ଦେଖିଲା ବେଳକୁ ଭୁବନେଶ୍ୱରରୁ ମୋ ସାଙ୍ଗ ଆସି ଫେରିଛି ଗାଁକୁ। ହେଲେ ଯିବା ଟିକେ ବୁଲାବୁଲି କରିବାକୁ। ଆଉ ତା ସହିତ ଆମେ 4ଟା ବେଳେ ବାହାରି ଯାଇଥିଲୁ ଟିକେ ବୁଲାବୁଲି କରିବାକୁ। ଆଉ ସେ ତା ସହିତ ବୁଲୁ ଯେ ଏମିତି ଟାଇମ ହେଇଗଲା ଯେ ଆମେ ଜାଣିପାରିଲୁନି ରାତି ହେଇଗଲା। ସେ ରାତିରେ ନୂଆ ଆଡ ସାରା ଆମେ ବୁଲୁଛୁ। ଖାଲି ତ ବୁଲିବା କଥା, କାହିଁକିନା ମହାଶିବରାତ୍ରି ତ ପିଆଜ ରସୁଣ खाता ପିତା नहीं होगा, तो इसीलिए हम तो घूम घूम कर निकल गए गाँव के ओर। ଆଉ ଘରୁ ତ ଖତରନାକ କଲ୍ ଆସିଲାଣି, ସେଇଥିପାଇଁ ଆମେ ବାହାରି ଯାଇଥିଲୁ ଘରକୁ। ତ ଆଜିର ଭିଡିଓଟା ଭଲ ଲାଗିଥିଲା ଲାଇକ୍ କରିବ, ଚ୍ୟାନେଲକୁ ସବସ୍କ୍ରାଇବ କରିବ। ରହିଲି, ଜୟ ଜଗନ୍ନାଥ।